ଯୁକ୍ତି ଏବଂ ସାକ୍ଷୀମାନଙ୍କ ବୟାନକୁ ତର୍ଜମା କରି ମାନ୍ୟବର ଅଦାଲତ ଏହା ଅନୁଭବ କଲା ଯେ ଅଭିଯୁକ୍ତ ଶଙ୍କର ହିଁ ମୃତା ସୁମତିର ଧର୍ଷଣକାରୀ ଏବଂ ହତ୍ୟାକାରୀ। ତେଣୁ ମାନ୍ୟବର ଅଦାଲତ ଅଭିଯୁକ୍ତ ଶଙ୍କରକୁ ফাঁসি দণ্ডরে দণ্ডিত করা। He will be hanged till death. প্রভু জগন্নাথ, তোমারি চরণ তলে অকিঞ্চন আজীবন সমর্পিত। আখি খোলিলে তোমারি চকা আখিକୁ দেখুছি, ওঠ খোলিলে তোমারি নামକୁ উচ্চারণ করুছি। তোমারি দয়ালু এ অকিঞ্চন দুঃখর ছাই পর্যন্ত স্পর্শ করিবি, কি ভয়র পরিভাষা কଣ বুঝিବାକୁ চেষ্টা করিবি। তথাপি বেলে বেলে ଏ ସ୍ୱପ୍ନଟା କାହିଁକି ମୋ ମନ ଭିତରେ ଅଜଣା ଭୟର ଶିହରଣ ସୃଷ୍ଟି କରେ ମୁଁ ବୁଝିପାରିନି ପ୍ରଭୁ। କାହିଁକି ପ୍ରଭୁ, କାହିଁକି ମୋ ଭିତରେ ଦୁର୍ବଳତା? বিচাରକ ଆସନରେ ବସି ସେଦିନ ସେ ଜଘନ୍ୟ ଅପରାଧୀଟାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା କଣ ମୋର ଭୁଲ ଥିଲା? ভুল ଥିଲା বল? ভুল ଥିଲା। ভুল ନୁହେଁ, ମହା ଭୁଲ କରିଛନ୍ତି ଆପଣ। ଗୋଟାଏ ପରିବାରକୁ ବିଲକୁଲ ବର୍ବାଦ କରିଦେଇଛନ୍ତି। ପାପ କରିଛନ୍ତି ଆପଣ, ପାପ। ତମେ ଆପଣଙ୍କ ମୃତ୍ୟୁର ପରୱାନା ନେଇ ଆସିଛି। ଭୁଲି ଯାଉଛ ଯୋଉ ଚଟାଣ ଉପରେ ତମେ ପାଦ ଦେଇଛ, ସେଇଟା ଗୋଟେ ଅବସର ପ୍ରାପ୍ତ ଜଜର ଘରର ଚଟାଣ। କେତେଟା ବଳଦରୁ ପଢି ନେଇ ସାରିଛି। ତାହେଲେ ଘଟିଛି ନିଶ୍ଚୟ। ନହେଲେ ବଦରେ ଛିଡ଼ା ହେଇ କଥା କହିବାକୁ ସାହସ କରିଥାନ୍ତ ତମେ। କାହିଁକି? କାରଣ ବିଧାୟକ ଆସନରେ ଥିଲାବେଳେ କେତେ ଭୟଙ୍କର ଅପରାଧୀ ମାନଙ୍କର ଫଙ୍କା ଧମକକୁ ଖାତିର କରି କାହାକୁ ଆଜୀବନ କାରାଦଣ୍ଡ ତ ଆଉ କାହାକୁ ଫାଶୀ ଖୁଣ୍ଟରେ ଚଢେଇ ଦେଇଛନ୍ତି ଆପଣ। ଏଇଆ ନା? କଣ କହିବାକୁ ଚାହୁଁଛ ତୁମେ? ମନେ ପକାନ୍ତୁ ଆଜିକୁ 15 ବର୍ଷ ତଳର କଥା। ଓ ଭାଇ ଶଙ୍କର ସିଂ ଜଣେ ନାମୀ ଦାମୀ କଣ୍ଟ୍ରାକ୍ଟର ଥିଲା, ଯେ ଶହ ଶହ ଦିନ ମଧ୍ୟ ଲୋକଙ୍କ ପେଟକୁ ଦାନା ଯୋଗାଇ ଦଉଥିଲା। ଓ ଗୋଟେ ଅନାବକ୍ଷ ଝିଅ ଯେ ମୋ ଭାଇ ପାଖରେ ବେଶ୍ୟା ଭଳି ଦେହ ଦାନ କରେ। ହଠାତ୍ ସତୀ ପଡ଼ିଆ ଦେଖି ଚିତ୍କାର କରି ଉଠିଲା। ଆଉ ମୋ ଭାଇ ତା ତଣ୍ଟି ଚିପି ମାରିଦେଲା। ଯୋଉ ଘଟଣା ଆଜିକାଲି କେତେ ଯେ ଘଟୁଛି, ପୋଲିସ ତାର ହିସାବ ଖୋଜି ପାରୁନି। ଆପଣ ମୋ ଭାଇଟାକୁ ଫାଶୀ ଖୁଣ୍ଟରେ ଚଢାଇ ଦେଲେ। ତା ବେକରେ ଫୁଲ ମାଳ ଘୋଡ଼େଇ ଘରକୁ ପଠେଇ ଦେଇଥାନ୍ତି। ପରଚା ସୈନ୍ୟ ପରି ଭାଉଜଟା ମୋର ଆତ୍ମହତ୍ୟା କଲା। ଶଙ୍କର ସିଂହ ପରିବାରଟା ବିଲକୁଲ ମଶାଣି ପାଲଟି ଗଲା। ସବୁ ପରେ ଯୋଉ ଭାଇର ସ୍ନେହ ମମତା ଆଦର୍ଶକୁ ଯତ୍ନ କରି ମୁଁ ଭବିଷ୍ୟତର ସ୍ୱପ୍ନ ଦେଖୁଥିଲି, ସେ ସ୍ୱପ୍ନ ମୋର ଭାଙ୍ଗି ଚୁରମାର ହେଇଗଲା। ଶଙ୍କର ସିଂହ ପରିବାରଟା ମଶାଣି ହେଇଗଲା, ମଶାଣି। ସେସବୁ କାହାଣୀ ଶୁଣିବା ମତେ କଣ ଦରକାର ଅଛି? ଦରକାର ଅଛି। ଠିକ ସେମିତି ଆପଣଙ୍କ ପରିବାରକୁ ବି ମଶାଣି ସଜେଇ ଦେବି। ମଶାଣି ହତ୍ୟାର ପ୍ରତିରୋଧ ପାଇଁ ପାଗଳ ହେଇଯିବି, ପାଗଳ। ବଞ୍ଚିବାର ଇଚ୍ଛା ଅଛି ତ ଗୋଟେ ମିନିଟ ଭିତରେ ଜାଗା ଛାଡି ପଳେଇଥା। ନହେଲେ ତୋ ଭାଇ ଭଳି ତୋତେ ବି ଏ ହରାମ
তো ভাগ্য ভালো তো আছে একটু চালি করু তা নহলে তোরই ছুড়িয়ে তো বেকটাকে মো কাটি ଦେଇଥାନ୍ତି কি সে লোকটা সে তমুকে বেটি সখা কোন বলছো এমিতি বন্ধন কিয়ে বাটিব কিয়ে বাটিব ମୁଁ ବହୁତ ଚାହୁଁଛି ସେ ଲୋକଟା କିଏ ବୋଲି ସେ ଲୋକଟା କିଏ ସେ କଥା ମୁଁ ଭାବୁନି ମୁଁ ଭାବୁଛି ତିନି ଥର ନିଜ ଜୀବନକୁ ବାଜି ଲଗେଇ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚେଇଥିବା ଲୋକଟା ମୋର କିଏ ସେଇ କଥା ଭାବୁଛି ସଖା ତମେ ଯେମିତି ସେ ଲୋକଟାର ହିଂସ୍ରତାରୁ ମତେ ବଞ୍ଚେଇଲ ଆଜି ଯଦି ତମର କିଛି ହେଇଯାଇଥାନ୍ତା ତାହେଲେ ମୋ ଜୀବନଟା ଧନ୍ୟ ହେଇଯାଇଥାନ୍ତା ସଖା ହଁ ସଖା ତମର ଏ ରାଣ ନିୟମ ଯେହେତୁକୁ ଉପେକ୍ଷା କରି ନ ପାରି ମୁଁ ତୁମର ସଖା ସଖା ତା ନହେଲେ କାହିଁ ରାଜା ରାମଚନ୍ଦ୍ର ଆଉ କାହିଁ ରାମିଆ ଭଣ୍ଡାରୀ ମୁଁ କିଏ ତମର ସଖା ହବା ତମେ ତମର ଅନ୍ନଦାତା ତମେ ତମ ମାଲିକ ତମେ ତମ କାହିଁକି ବେଳେ ବେଳେ ଏଇ କଥାଟା କହି ମତେ ଆଘାତ ଦିଅ ସେ କଥାଟା ଆବେଗ ପରଠାରୁ ମୁଁ ବୁଝିପାରିଲିନି ମୁଁ କଣ ତମ ସଦା ହବା ପାଇଁ ଯୋଗ୍ୟ ନୁହ ମୋର କଣ କିଛି ତ୍ରୁଟି ରହିଯାଇଛି ନାଇଁ ସଖା ନାଇଁ ତମେ ସେମିତି କୁହନି ସଖା ତା ନହେଲେ ମୁଁ ତମ ପାଖରେ ଅପରାଧୀ ହେଇଯିବି ମତେ ପାପ ଲାଗିବ ଯାହା ହେଲେ ବି ସତଟାକୁ ଆମକୁ ମାନି ନେବାକୁ ହବ ନା କଣ ସେ ସତଟାକୁ ଏ ଛାତି ଭିତରେ ଯେତେ ଲୁଚେଇବାକୁ ଚେଷ୍ଟା କଲେ ବି ସେ ସତଟା ତଣ୍ଟି ଫଟେଇ ଆପେ ଆପେ ବାହାରକୁ ବାହାରି ଆସେ ତମେ ମୋର ଅନ୍ନଦାତା ତମେ ମୋର ମାଲିକ ତମେ ମୋର ପ୍ରଭୁ শ্রীকৃষ্ণ আখিরে সুদামালু শ্রীকৃষ্ণ আখিরে সুদামালু শ্রীকৃষ্ণ আখিরে সুদামালু শ্রীকৃষ্ণ আখিরে সুদামালু